छात्र छात्री मानक पक्षर बंधु मिलन अनुगुल जिला आठमल्लिक ब्लॉक अंतर्गत कृतिबासपुर ग्राम शास्त्रीजी हाईस्कूल कृतिबासपुर 2006 शिक्षा वर्ष मैट्रिक बैच 20 वर्ष पूर्ति उपलक्षे बंधु मिलन मा पात्रपड़ा बायाणी पीठ पिकनिक स्पॉट ठारे करा जायछे। एथिरे मनोरंजन साहू, पूर्तिराज साहू, हिमांशु साहू, झसकेतन परिडा, पद्मलोचन साहू, प्रमोदिनी साहू, देवदर्शनी प्रधान, महेश्वता परिडा, जनुता बेहेरा ଏହା ଏକ ନିଆରା ପରମ୍ପରା। 20 ବର୍ଷର ସମ୍ପର୍କ କିପରି ଅତୁଟ ରହିବ ତା ଉପରେ ସମସ୍ତେ ବନ୍ଧୁମାନଙ୍କ ତରଫରୁ ମା ବାଟବୟାଣୀ ପାତ୍ରପଡ଼ା ଠାରେ ବନ୍ଧୁ ମିଳନ କାର୍ଯ୍ୟକ୍ରମ କରିଥିଲେ। ସମସ୍ତ ବନ୍ଧୁମାନଙ୍କ ମଧ୍ୟରେ କିପରି ସମ୍ପର୍କ ଅତୁଟ ରହିବ ତା ଉପରେ ଆଲୋଚନା କରିଥିଲେ। ଏଥିରେ ସବୁ ବନ୍ଧୁମାନଙ୍କ ତରଫରୁ ସମ୍ମାନିତ ଅତିଥି ଭାବରେ ପୂର୍ବତନ ପ୍ରଧାନ ଶିକ୍ଷକ ଅର୍ଜୁନ କୁମାର ପ୍ରଧାନ, ବୁଧଦେବ ଗଣନାୟକ, ଧନେଶ୍ୱର ସାହୁ, ଜମ୍ବେଶ୍ୱର ଶତପଥୀ, ପ୍ରଦୀପ କୁମାର ପ୍ରଧାନ, ବିଶ୍ୱେଶ୍ୱର ପ୍ରଧାନ, ଜିତେନ୍ଦ୍ର ସାହୁ, ମହେଶ୍ୱର ପ୍ରଧାନ ସମସ୍ତ ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ ଉତ୍ତରୀୟ ଦେଇଥିଲେ। ବନ୍ଧୁମାନଙ୍କ ମଧ୍ୟରେ ଖେଳକୁଦ ଓ କିଛି ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହିପରି ବନ୍ଧୁମାନଙ୍କ ମଧ୍ୟରେ ଯୁଗ ଯୁଗର ପବିତ୍ର ସମ୍ପର୍କଟିକୁ ବଜାୟ ରଖିବା ପାଇଁ ପ୍ରତିଜ୍ଞା କରିଥିଲେ। ଅନୁଗୁଳ ଜିଲ୍ଲାରୁ ସ୍ୱତନ୍ତ୍ର ପ୍ରତିନିଧି ଗୋବିନ୍ଦ ଚନ୍ଦ୍ର ନାୟକଙ୍କ ରିପୋର୍ଟ, ନ୍ୟୁଜ ଓଡ଼ିଶା ଟିଭି। 52ତମ ଟୁସୁ ମେଳା ଅନୁଷ୍ଠିତ। ସୂଚନାଯୋଗ୍ୟ, ଅତୀତରେ ଟୁସୁ ନାମ୍ନୀ ଅନନ୍ୟ ସୁନ୍ଦରୀ ନାରୀ ଥିଲେ। ସେ ବିଧର୍ମୀ କବଳରୁ ନିଜକୁ ରକ୍ଷା କରିବା ପାଇଁ ନଦୀଗର୍ଭକୁ ଡେଇଁ ନିଜର ଜୀବନକୁ ଉତ୍ସର୍ଗ କରିଦେଇଥିଲେ। ତାଙ୍କ ସ୍ମୃତିକୁ ରୋମାନ୍ଥ କରି ଚାଲି ଆସିଛି ଟୁସୁ ମେଳା। ଏହି ପରିପ୍ରେକ୍ଷୀରେ ମୟୂରଭଞ୍ଜ ଜିଲ୍ଲା ବାମନଘାଟୀ ଉପଖଣ୍ଡ ରାଇରଙ୍ଗପୁର ବ୍ଲକ ଦୁବଳାବେଡ଼ା ଠାରେ ଥିବା ସ୍ଥାନୀୟ ଜନକଲ୍ୟାଣ ଯୁବକ ସଂଘ ଆନୁକୂଲ୍ୟରେ 52ତମ ଟୁସୁ ମେଳା ଅନୁଷ୍ଠିତ ହୋଇଯାଇଛି। ଦୂରଦୂରାନ୍ତରୁ ସାନ ବଡ଼ 10ଟି ଟୁସୁ ଦେବୀ ଯୋଗ ଦେଇଥିଲେ। ସେମାନଙ୍କ ମଧ୍ୟରେ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଲାଇଟ୍, ସାଉଣ୍ଡ, ମୂର୍ତ୍ତି ମେଢ଼, ନୃତ୍ୟ ଓ ସାଜସଜ୍ଜାରେ ଚୟନ କରାଯାଇ ଆକର୍ଷଣୀୟ ପୁରସ୍କାର ରଖାଯାଇଥିଲା। ପୁରସ୍କାର ବିତରଣୀ ପୂର୍ବରେ କମିଟିର ସଭାପତି ହରମୋହନ ମହାନ୍ତ, ସମ୍ପାଦକ ବାବୁରାମ ମହାନ୍ତ, କାର୍ଯ୍ୟକାରୀ ସଦସ୍ୟ ଜ୍ୟୋତିକିଶୋର ମହାନ୍ତ, ଦୀପକ କୁମାର ମହାନ୍ତ ଓ ମାଧବ ମହାନ୍ତ ପ୍ରମୁଖ ଉପସ୍ଥିତ ଥିଲେ। ବଡ଼ ଟୁସୁ ମଧ୍ୟରେ ପ୍ରଥମ କୁଦରସାହି, ଦ୍ୱିତୀୟ ଶିମିଳିଆ ନାଳି ଓ ତୃତୀୟ ଧଳାହିଡ଼ି ହୋଇଥିବା ବେଳେ ସାନ ଟୁସୁ ମାନଙ୍କୁ ସାନ୍ତ୍ୱନାମୂଳକ ପୁରସ୍କାର ପ୍ରଦାନ କରାଯାଇଥିଲା। କମିଟିର ସକ୍ରିୟ ସଦସ୍ୟ ବିଟୁ ମହାନ୍ତ, ବିଭୁ ମହାନ୍ତ, ରବି ନାୟକ, ଦିଲ୍ଲୀପ ମହାନ୍ତ ଓ ଆଶିଷ କୁମାର ମହାନ୍ତ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ। ମୟୂରଭଞ୍ଜ ରାଇରଙ୍ଗପୁରରୁ ଶ୍ୟାମଳେନ୍ଦୁ ପରିଡ଼ାଙ୍କ ରିପୋର୍ଟ, ନ୍ୟୁଜ ଓଡ଼ିଶା ଟିଭି। ବନ୍ଦେ ମାତରମର 150ତମ ବାର୍ଷିକ ଅବସରରେ କିଶୋରନଗର ପଞ୍ଚାୟତ ସମିତି ସ୍ତରୀୟ ଉତ୍ସବ ବ୍ଲକ ପରିସରରେ ଅନୁଷ୍ଠିତ ହୋଇଥିଲା। କିଶୋରନଗର ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁବ୍ରତ କୁମାର ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ରୂପେ ସ୍ଥାନୀୟ ତହସିଲଦାର ବିକ୍ରମ କେଶରୀ ନାୟକ, ମୁଖ୍ୟ ବକ୍ତା ରୂପେ ସ୍ନାତକ ମହାବିଦ୍ୟାଳୟର ଅଧ୍ୟକ୍ଷ ଅକ୍ଷୟ କୁମାର ଦାସ, ସମ୍ମାନିତ ଅତିଥି ରୂପେ ବ୍ଲକ ଉପାଧ୍ୟକ୍ଷ ଲବ କୁମାର ପ୍ରଧାନ, ଗୋଷ୍ଠୀ ଶିକ୍ଷା ଅଧିକାରୀ ଅରୁଣ କୁମାର ସେଠୀ, ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦିଲ୍ଲୀପ କୁମାର ପ୍ରଧାନ, ଶିଶୁ ପ୍ରକଳ୍ପ ଅଧିକାରୀ ଭାଗ୍ୟଲତା ସେଠୀ, ଅତିରିକ୍ତ ଶିକ୍ଷା ଅଧିକାରୀ ରମଣୀ ରଞ୍ଜନ ସାହୁ ଓ ବ୍ଲକ ସରକାରୀ ଯନ୍ତ୍ରୀ ପ୍ରଧାନ ଉପସ୍ଥିତ ଥିଲେ। ବନ୍ଦେ ମାତରମ୍ ଏକ କବିତା ନୁହେଁ, ଏକ ମନ୍ତ୍ର ରୂପରେ ସମସ୍ତ ଭାରତୀୟଙ୍କୁ ବାନ୍ଧି ରଖି ସାଂସ୍କୃତିକ ଜାତୀୟତାବାଦ ଆଣିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲା। ସାମାଜିକ ନିରାପତ୍ତା ଅଧିକାରୀ ଝସକେତନ ସାହୁଙ୍କ ତତ୍ତ୍ୱାବଧାନରେ ଓ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ପରିଚାଳନାରେ ବିଭିନ୍ନ ପ୍ରତିଯୋଗିତା କିଶୋରନଗର ସ୍ନାତକ ମହାବିଦ୍ୟାଳୟରେ ଅନୁଷ୍ଠିତ ହୋଇଥିଲା। ପ୍ରବନ୍ଧ, ବକ୍ତୃତା, ସଙ୍ଗୀତ ପ୍ରତିଯୋଗିତାରେ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ବିଭିନ୍ନ ଶିକ୍ଷାନୁଷ୍ଠାନରୁ ଆସିଥିବା ଛାତ୍ରଛାତ୍ରୀମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଶିକ୍ଷକ ଅଗସ୍ତ୍ୟ କୁମାର ସାହୁ ସଂଯୋଜନା କରିଥିବା ବେଳେ ସମସ୍ତ ସହଯୋଗୀ ଶୁଭେଚ୍ଛା ଓ ଅତିଥିମାନଙ୍କୁ ଗୋଷ୍ଠୀ ଶିକ୍ଷା ଅଧିକାରୀ ଧନ୍ୟବାଦ ପ୍ରଦାନ କରିଥିଲେ। ଅନୁଗୁଳ ଜିଲ୍ଲାରୁ ସ୍ୱତନ୍ତ୍ର ପ୍ରତିନିଧି ଗୋବିନ୍ଦ ଚନ୍ଦ୍ର ନାୟକଙ୍କ ରିପୋର୍ଟ, ନ୍ୟୁଜ ଓଡ଼ିଶା ଟିଭି। ମା ଶାରଳାଙ୍କ ବାର୍ଷିକ ଯାତ୍ରା। ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ଗାଁ ବଇଣ୍ଡା ପଞ୍ଚାୟତ କରଡ଼ାବଣୀ ସାହିରେ ମା ଶାରଳାଙ୍କ ବାର୍ଷିକ ଯାତ୍ରା ପାଳିତ ହୋଇଯାଇଛି। ପ୍ରତିବର୍ଷ ଏହି ଯାତ୍ରା ମାଘ ମାସରେ ହୋଇଥାଏ। ଆଜି ସକାଳ 9ଟା ସମୟରେ ନଗର କୀର୍ତ୍ତନ ହୋଇଥିଲା ଓ ପୂଜାରମ୍ଭ 10ଟାରେ ହୋଇ 12ଟା ସମୟରେ ପୂର୍ଣ୍ଣାହୁତି ପଡ଼ିଥିଲା। ଏଥିରେ ମା ମାହେଶ୍ୱରୀ ଓ ମା ତାରିଣୀ ମହିଳା ସଂକୀର୍ତ୍ତନ ମଣ୍ଡଳୀ ଯୋଗ ଦେଇଥିଲେ। ଦେହୁରୀ ଦିଗମ୍ବର ନାୟକଙ୍କ ପୂଜାପାଠ ଦ୍ୱାରା ପରିବେଶ ଭକ୍ତିମୟ ସୃଷ୍ଟି ହୋଇଥିଲା। ଏଥିରେ 300 ଭକ୍ତ ଯୋଗ ଦେଇଥିଲେ।
ମାଙ୍କୁ ଯିଏ ଯାହା ମନସି ଥାଏ ତାହା ଫଳପ୍ରଦ ହୁଏ ବୋଲି ଭକ୍ତଙ୍କ ମନରେ ବିଶ୍ୱାସ ରହିଛି। ଭକ୍ତଙ୍କ ପାଇଁ ପ୍ରସାଦ ସେବନ ବ୍ୟବସ୍ଥା ହୋଇଥିଲା। ଏହି ଯାତ୍ରା 5 ବର୍ଷ ହୋଇ ଆସୁଛି ଏବଂ ଏହି ଯାତ୍ରା ବହୁ ଧୁମଧାମରେ ପାଳିତ ହୋଇଛି। ଅନୁଗୁଳ ଜିଲ୍ଲାରୁ ସ୍ୱତନ୍ତ୍ର ପ୍ରତିନିଧି ଗୋବିନ୍ଦ ଚନ୍ଦ୍ର ନାୟକ ରିପୋର୍ଟ, ନ୍ୟୁଜ ଓଡ଼ିଶା ଟିଭି।